ମୁଁ ଯେତେବେଳେ ଏଠି ପ୍ରଥମେ ଏଠି ହେଲି ପ୍ରେସିଡେଣ୍ଟ ହେଲି ସେ ସମୟରେ ଆମର ଦୀକ୍ଷିତ ସାର୍ ଥିଲେ ହେଡମାଷ୍ଟର ଥିଲେ ସେ ସମୟରେ ମୁଁ ହେଇଥିଲି ଯେଉଁ ସବୁ କରୋନା ଶେଷ ଅବସ୍ଥାରେ ଥିଲା ତାପରେ ପିଲାଙ୍କର ସବୁ ସବୁ ସମସ୍ୟାରେ ମୁଁ ସୁଖ ଦୁଃଖରେ ଆସିଛି। ପ୍ରଥମ ବର୍ଷ ଆମର ଯେଉଁ ସ୍କୁଲର ଡେଭଲପମେଣ୍ଟ ପାଇଁ ଆମେ କିଛି ପଇସା ଆମ ଭିତରେ କଲେକ୍ସନ୍ କରି ପ୍ରଥମେ ଆମେ ସ୍କୁଲ ଡେଭଲପମେଣ୍ଟ ପାଇଁ କିଛି ମାଟି ଫାଟି ପକାଇ ଗଛ ଫଛ ଲଗାଇ ତାକୁ ସେଇ ବର୍ଷ ମଧ୍ୟ ଥିଲା ଆମର ଫଙ୍କସନ୍ ଥିଲା ଓଲ୍ଡ ବଏଜ୍ ଆସୋସିଏସନ୍ ତରଫରୁ ଫଙ୍କସନ୍ ଥିଲା ସେ ସମୟରେ ଆମେ ରଙ୍ଗ ଫଙ୍ଗ ଗୋଟେ ସ୍କୁଲର ଡେଭଲପମେଣ୍ଟ ଗୋଟେ କରିଥିଲୁ। ତା ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ 3ଟା ପରମାନେଣ୍ଟ ହେଡମାଷ୍ଟର ଆଉ 2 ଜଣ ହେଉଛନ୍ତି ଇନଚାର୍ଜ ହେଡମାଷ୍ଟର ଆଉ 2 ଜଣ ହେଉଛନ୍ତି ଆମର ବିଓ ଇନଚାର୍ଜ ଥିଲେ ହାଇସ୍କୁଲରେ ତାଙ୍କ ସହିତ ମୁଁ କାମ କରିଛି। ମିନିମମ୍ 7 ଜଣ ହେଡମାଷ୍ଟରଙ୍କ ସହିତ ମୁଁ କାମ କରିଛି। ସମସ୍ତେ ଭଲ ସମସ୍ତଙ୍କ ସମୟରେ କିଛି କିଛି ଡେଭଲପମେଣ୍ଟ ହେଇଛି ଆଉ ଯେଉଁ ସମୟରେ ବିଓ ମଧ୍ୟ ଏଠି ଇନଚାର୍ଜ ଅଛନ୍ତି ତାଙ୍କ ସମୟରେ ମଧ୍ୟ ଯେଉଁ ସମୟରେ ଯାହା ଦରକାର ଆମେ ତାଙ୍କୁ କହୁ ସେମାନେ ମଧ୍ୟ କରନ୍ତି। ଏବେ ଦ୍ୱିତୀୟ ବର୍ଷରେ ଯେଉଁ ଆମେ ଡେଭଲପମେଣ୍ଟ ଚିନ୍ତା କଲୁ ଗୋଟେ ଭଲ ଅଶୋକ ସାର୍ ଥିଲେ ହେଡମାଷ୍ଟର ଆମେ ଚିନ୍ତା କଲୁ ଗୋଟେ ହାଇସ୍କୁଲର ଗେଟ୍ଟା ଭାଙ୍ଗିଛି ଗୋଟେ ଭଲ ଗେଟ୍ ଲଗେଇଲୁ ଯାହା ସ୍କୁଲର ଡେଭଲପମେଣ୍ଟ ଆମେ ନିଶ୍ଚିନ୍ତ ଆଗକୁ ନେଇଛୁ। ଏ ବର୍ଷ ମଧ୍ୟ ଯେଉଁ ଆମ ସ୍ନେହ ମ୍ୟାଡ଼ାମ୍ ଥିଲେ ଇନଚାର୍ଜ ବିଓ ଥିଲେ ଜ୍ୟୋତ୍ସ୍ନା ମିଶ୍ର ତାଙ୍କ ସହିତ ଆମେ କାମ କଲା ପରେ ଏବେ ନୂଆ ହେଡମାଷ୍ଟର ଆସିଛନ୍ତି ସେ ମଧ୍ୟ ବହୁତ ଭଲ। ଏହି ସମୟରେ ମଧ୍ୟ ଶେଷ ବର୍ଷରେ ଆମେ ଗୋଟିଏ ଚିଲଡ୍ରେନ୍ ପାର୍କଟି ହାତକୁ ନେଇଥିଲୁ ତା ଦେହରେ ଖସଡ଼ା ଦୋଳି ଗୁଡ଼ାଏ ଚେୟାର ଗୁଡ଼ାଏ ପକାଇଛୁ ତା ସହିତ ଷ୍ଟେଜ୍ ଯେଉଁ ଅବସ୍ଥାରେ ଥିଲା ସାମ୍ନାରେ ଯେହେତୁ ସେ ଷ୍ଟେଜ୍ରେ ଆମେ ଫଙ୍କସନ୍ କରିପାରୁନଥିଲୁ ତାକୁ ମଧ୍ୟ ଆମେ ଏକ୍ସଟେନସନ୍ କରିଛୁ ସେ ବି କାମ ଚାଲୁ ରହିଛି। ତା କରିବା ପାଇଁ ଏ ଯେତେ ଯୋଜନା ଆମେ କରୁଛୁ କୌଣସି ସରକାରୀ ଅନୁଦାନ ନେଇନୁ କି ଆମେ ସ୍କୁଲ ପଇସାରେ କିଛି କରିନୁ। ଆମ ସାର୍ମାନେ ଯେଉଁ ଆଲୋକ ସାର୍ ହୁଅନ୍ତୁ ସେ ସ୍ୱାଧୀନ ସାର୍ ହୁଅନ୍ତୁ ବାପି ସାର୍ ହୁଅନ୍ତୁ ସିଏ ଆମର ଜ୍ୟୋତ୍ସ୍ନା ମ୍ୟାଡ଼ାମ୍ ହୁଅନ୍ତୁ ଇଏ ଶ୍ରୀଲତା ମ୍ୟାଡ଼ାମ୍ ଦେଇ ଆଉ ଆମ ଜୟସ୍ମିତା ମ୍ୟାଡ଼ାମ୍ ଏବେ ଯେଉଁ ହେଡମାଷ୍ଟର ସମସ୍ତେ ମିଳିମିଶି ବହୁତ ଆଉ ଯେଉଁ ଅନ୍ୟ ମ୍ୟାଡ଼ାମ୍ ମାନେ ଅଛନ୍ତି ସ୍କୁଲରେ ସମସ୍ତେ ମିଳିମିଶି ତାଙ୍କ ସମସ୍ତଙ୍କ ଉଦ୍ୟମରେ ଆମ SMCର ମେମ୍ବର ମାନେ ମିଶିକି ଚାନ୍ଦା ଦେଇକି ଆଉ ଯାହା କଲେକ୍ସନ୍ କରିକି ଆମ ଭିତରେ ଏସବୁ ଜିନିଷ ଆମେ କରିଛୁ ମଧ୍ୟ ଆଗକୁ ଯେତିକି ଯୋଜନା ଆମେ କରିକି ଅଧାପନ୍ଥିରେ ଯାଇଛୁ ଆମର ଅନୁରୋଧ ୟା ପରେ ଯେଉଁ ଆସିବେ ୟାକୁ ସମ୍ପୂର୍ଣ୍ଣ କରନ୍ତୁ। ଆଉ ମୋର କହିବା କଥା ଯେଉଁ ମାନ୍ୟବର ବିଧାୟକ ଆସିଥିଲେ ଫଙ୍କସନ୍କୁ ସେ ମଧ୍ୟ ପ୍ରତିଶ୍ରୁତି ଦେଇ ଯାଇଥିଲେ 2 ପଟ ଆଜବେଷ୍ଟକୁ ଭାଙ୍ଗିକି ନୂତନ ଗୃହ ନିର୍ମାଣ କରିବେ ବୋଲି ସେଟା ବି କରିବ ବୋଲି ମୋର ଆଶା ଅଛି। ଆଜି କିନ୍ତୁ ସ୍ୱଚ୍ଛ ଦିବସରେ ଆମର BDO ଚେୟାରମ୍ୟାନ୍ ଅନ୍ୟ ବ୍ଲକ କର୍ମଚାରୀ ମଧ୍ୟ ଆସିଥିଲେ ସେ BDO ମହାଶୟ ମଧ୍ୟ ସବୁ ବୁଲିକି ଦେଖିଲେ ଯେହେତୁ PMCରୁ 12 ଲକ୍ଷ ଟଙ୍କା ଆସିଛି ତା ଦେହରୁ 3 ଲକ୍ଷ ଟଙ୍କାର ରଙ୍ଗ ହେଇଛି ଏବେ ମଧ୍ୟ ଖେଳ ପଡ଼ିଆ ପାଇଁ 5 ଲକ୍ଷ ଆଉ 4 ଲକ୍ଷ ରିପେୟାରିଂ ପାଇଁ ଅଛି। ଆମେ ସେଇ BDO ମହାଶୟଙ୍କୁ କହୁଥିଲୁ ଏ କାମ ସାରିବା ପାଇଁ ଏବଂ ଆମର ବି ଆଲୋଚନା ହେଲା ଆଉ ଯାହା ଅଭାବ ଅଛି ମାନ୍ୟବର ବିଧାୟକଙ୍କୁ ଦୃଷ୍ଟି ଆକର୍ଷଣ କରିବୁ କେମିତି ଏ ଡେଭଲପମେଣ୍ଟ ହେବ ବୋଲି। ଗୋଟେ କଥା ପଚାରିବା ପାଇଁ ଚାହୁଁଛି ଯେଉଁ ରହିଛି 5 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ପିଲା ଯେଉଁ ଓଲ୍ଡ ବଏଜ୍ ଆସୋସିଏସନ୍ ତରଫରୁ ପଇସା ଦିଆଯାଇଥିଲା 5 ଲକ୍ଷ ସେଥିରେ ଗୋଟେ ଷ୍ଟେଜ୍ଟାଏ କରାଯାଇଥିଲା ସ୍କୁଲ ମଝିରେ ଗୋଟେ କରାଯାଇଥିଲା କ'ଣ ଅସୁବିଧା ହେଉଥିଲା? ନାଇଁ ସେଟା ତ ଆପଣମାନେ 5 ଲକ୍ଷ ଟଙ୍କା ଦେଇ ସେଟା କରିଥିଲେ କିନ୍ତୁ ସେ ଯେଉଁ ଜାଗାରେ ହେଇଥିଲା ସେଥିରେ ଫଙ୍କସନ୍ ହେଇପାରୁନଥିଲା ଯେହେତୁ ତା ଫ୍ରଣ୍ଟଟା ନ୍ୟାରୋ ଥିଲା ସେଥିପାଇଁ ଆମେ ଚିନ୍ତା କଲୁ ମିଟିଂ କରି ନିଷ୍ପତ୍ତି ନେଲୁ ନାଇଁ ଆମେ ଏଟାକୁ ଯଦି ଆମେ ପଛକୁ ନେଇଯିବା ତାହେଲେ ଆମର ଫଙ୍କସନ୍ଟା ଭଲ ଭାବରେ ହେଇପାରିବ ସେ ଦୃଷ୍ଟିରୁ ଆମେ ତାକୁ ପଛକୁ ନେଲୁ। ଏବେ ମଧ୍ୟ କାମ ଚାଲୁ ରହିଛି ଆଉ ବାକି ଅଛି ଖାଲି ଟାଇଲ୍ସ ପଡ଼ିବାର ନିଶ୍ଚିନ୍ତ ଆମେ ଚେଷ୍ଟା କରିବୁ ସେ ଟାଇଲ୍ସ ସମ୍ପୂର୍ଣ୍ଣ କରିବା ପାଇଁ। NK Media, most trusted social media.